ନମସ୍କାର ଓଡ଼ିଶା। ମୁଁ ସୁପ୍ରଭା ମହାପାତ୍ର। ମୋର ସରଳ ଲେଖା ମାଧ୍ୟମରେ ସାମାଜିକ ଜାଗୃତି ଆଣିବା ପାଇଁ ଏଇ ଯେଉଁ ଛୋଟିଆ ପ୍ରୟାସଟିଏ କରୁଛି, ସେଥିରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି। ଆସନ୍ତୁ ଶୁଣିବା ଏଥର ଆଜିର ପ୍ରୟାସ। ଆଉ ପ୍ରୟାସଟିର ନାମ ହେଲା ମହାମାରୀ। ଲୁଣ କୁଣ୍ଡିରେ ଲୁଣ ନାହିଁ ଦେଖି ଅଭିର ବୋଉ ପଡ଼ିଶା ଘର ନାନୀଙ୍କ ଠାରୁ ଲୁଣ ଟିକେ ଆଣିବା ପାଇଁ ଯାଇଥିଲେ। ହେଲେ ଲୁଣ କ'ଣ ମାଗିବେ, ନାନୀର ଫୁଲିଲା ଆଖି ଆଉ ମୁହଁ ଦେଖି କ'ଣ ହେଲା ବୋଲି ନାନୀକୁ ନ ପଚାରି ରହିପାରି ନଥିଲେ। କ'ଣ ହେଲା ନାନୀ, କାହିଁ କାନ୍ଦୁଥିଲ ବୋଲି ପଚାରିଥିଲେ। ନିଜର କୋହ ଆଉ ଲୁହକୁ ନାନୀ ଲୁଚାଇ ନ ପାରି କାନ୍ଦି କାନ୍ଦି କହିଥିଲେ, କାଲି ରାତିରେ ମଣ୍ଟୁ ମଦ ପିଇ ଘରକୁ ଆସିଥିଲା। ବିଏ ପାସ୍ କରିବା ଖୁସିରେ ପୁଅ ମୋର ସାହିରେ ଗାଁରେ ଲଡ଼ୁ ମିଠା ବାଣ୍ଟିବା ପରିବର୍ତ୍ତେ ମଦ ପିଇ ତାର ଖୁସି ପାଳନ କରିଥିଲା। ଅନ୍ୟ ପିଲାଙ୍କୁ ମଦ ପିଇ ଆସିବାର ଦେଖିଲେ ମୋ ମନରେ ସବୁବେଳେ ଗୋଟିଏ ଡର ମୋତେ ଅସ୍ତବ୍ୟସ୍ତ କରିଥାଏ। ମୋ ମଣ୍ଟୁକୁ ସେ ଖରାପ ପାପ ଅଭ୍ୟାସ ନ ଲାଗୁ। ତାର ବାପା ଗଲା ପରେ ସିଏ ହିଁ ମୋର ବଞ୍ଚିବାର ଏକମାତ୍ର କାରଣ ଥିଲା। ମୁଁ ହୁଏତ ତା ବାପା ମରିଯିବା ଦୁଃଖରେ ମରିହଜି ଯାଇଥାନ୍ତି, ହେଲେ ମୋ ମଣ୍ଟୁ ନିଜ ଆଖିରୁ ତୋରାଳି ଭଳି ଲୁହ ଗଡ଼ାଇ ମୋ ଆଖିର ଲୁହକୁ ପୋଛିଥିଲା। ମା, ଆମେ ଦୁଇଜଣ ପରସ୍ପର ପାଇଁ ବଞ୍ଚିବା କହି ମୋତେ ଅନେକ ଆଶ୍ୱାସନା ଆଉ ସାହସ ଦେଇଥିଲା। ଆଉ ତାରି କଥାରେ ହିଁ ମୁଁ ନିଜକୁ ଦମ୍ଭ ଦେଇ ଆସିଥିଲି। ହେଲେ ଆଜି ନିଜକୁ ବଡ଼ ଅସହାୟ ମନେ ହେଉଛି। ଯାହା ବି ମୋତେ ପେନସନ୍ ମିଳୁଛି, ସେ ପଇସାରେ ବଡ଼ କଷ୍ଟରେ 2 ବଖରା ଘର ଛାତ ପକାଇବା ସହିତ ମଣ୍ଟୁର ପାଠପଢ଼ା, ବନ୍ଧୁବାନ୍ଧବ ସବୁ କଥା ବୁଝିବାକୁ ପଡ଼ୁଛି। ମୋ ଦୁଃଖ ଆଉ ଘରର ଅବସ୍ଥା ତାକୁ କିଛି ଅଛପା ନାହିଁ। ତଥାପି କାଲି ମଦ ପିଇ ସେ ଘରକୁ କେମିତି ଆସିଲା? ମୋ ଛାତି ଦୁଃଖରେ ଫାଟି ଯାଉଛି। ଆଜି ଲାଗୁଛି ଯେପରି ମୁଁ ଅସହାୟ, ନିଃସ୍ୱ, କେହି ନାହାନ୍ତି ମୋହର। କ'ଣ କରିବି, କେମିତି କରିବି? ମଣ୍ଟୁକୁ ଏ ମଦ ନିଶାରୁ କିପରି ବାହାର କରିବି? ସବୁ ଦୋଷ ମୋର। ତାର ସବୁ ଅବୈଧ ଦାବିକୁ ମୁଁ ପୂରଣ କରିବାର ଫଳ ମୋତେ ଆଜି ଭୋଗ କରିବାକୁ ପଡ଼ୁଛି। ତୁ ଜାଣିଛୁ, ଏ ବର୍ଷ ଧାନ ବିକ୍ରି କରି ତାକୁ ମୋଟର ସାଇକେଲ ଆଣିବା ପାଇଁ ଟଙ୍କା ଦେଇଥିଲି। ଆଉ ଏବେ ଅନ୍ୟ ଲୋକଙ୍କଠାରୁ ସରକାରଙ୍କର ଟଙ୍କିକିଆ ଚାଉଳକୁ 20 ଟଙ୍କା ଦେଇ ଆଣୁଛି। କିଣା ଚାଉଳକୁ ଯଦି କୁଣିଆ କିଏ ଦିନରୁ 2 ଦିନ ରହିଯାଉଛି, ମୋର ଭାଳେଣି ପଡ଼ିଯାଉଛି। ଆଉ ପୁଅ ମୋର ମଦ ପିଇ କାଲି ରାତିରେ ଘରକୁ ଆସିଛି। ବାବୁ ପୁଣି ହାତରେ 20,000 ଟଙ୍କାର ମୋବାଇଲ ଫୋନ ଧରି ବୁଲୁଛନ୍ତି। ଏ ମାସରେ ପଛେ ଯାହି ତାହି ଚଳିଯିବି। ପୁଅ ପାଇଁ ମୋର ଗୋଟେ ଭଲ ଜୋତା କିଣିଲି, କିନ୍ତୁ କାଲି ମଦ ପିଇ ସେଇ ଜୋତାରେ ସେ ମାର ମମତାକୁ ଦଳି ଚକଟି ଦେଇଥିଲା। ସ୍ୱାମୀର ମୃତ୍ୟୁକୁ ଛାତିରେ ପଥର ରଖି ସହିଗଲି, ହେଲେ ଆଖି ଆଗରେ ମଣ୍ଟୁକୁ ମଦୁଆ ହେବାର ଦେଖିପାରିବି ନାହିଁ। ଗୋଟିଏ ମଦୁଆ ମାର ମାନସିକ ଅବସ୍ଥା କ'ଣ ଯେ ହୋଇପାରେ, ସେ କଥା ମୋ ଠାରୁ ଅଧିକ କେହି ବୁଝିପାରିବେ ନାହିଁ ନାନୀ। ମଣ୍ଟୁ କାଲି ବିଏ ପାସ୍ କଲା ବୋଲି ଖୁସିରେ ମଦ ପିଇ ଘରକୁ ଆସିଲା, କିନ୍ତୁ ଅଭି ମୋର ମାଟ୍ରିକ ଫେଲ୍ ହୋଇଗଲା ବୋଲି 16 ବର୍ଷ ବୟସରେ ଦୁଃଖରେ ଘରକୁ ମଦ ପିଇ ଆସିଥିଲା। ପରୀକ୍ଷାର ଫେଲ୍ ଠାରୁ ତାର ମଦ ପିଇବା ମୋତେ ଅଧିକ ଯନ୍ତ୍ରଣା ଦେଇଥିଲା, ଆଉ ଆଜି ଯାଏଁ ବି ଦେଉଛି। ତାରି ପରଠାରୁ ଛେଳି ପାଣିକୁ ଭୟ କରିବା ଠାରୁ ଅଧିକ ଭୟ ମୋର ସୂର୍ଯ୍ୟାସ୍ତକୁ ହୋଇଗଲା। ସୂର୍ଯ୍ୟ ବୁଡ଼ିଲେ ଘରେ ସନ୍ଧ୍ୟା ଦେବା ସହ ଡରର ଗୋଟିଏ କଳା ଚାଦର ମୋର ପୁରା ଶରୀରକୁ ଢାଙ୍କି ଦିଏ। ରାତି ହେଲେ ଅଭି ମଦ ପିଇ ଘରକୁ ଆସିବ। କେଉଁଦିନ ବାନ୍ତି କରିବ ତ କେଉଁଦିନ ପ୍ୟାଣ୍ଟ ସାର୍ଟରେ ପରିସ୍ରା କରି ଶୋଇବ। କେଉଁଠାରେ ଗାଡ଼ି ଦୁର୍ଘଟଣା ଶୁଣିଲେ ମନକୁ ମୋର ଆଗ ପାପ ଛୁଏଁ। କାହାକୁ କ୍ୟାନ୍ସର ହୋଇଛି ଶୁଣିଲେ ଅଭି ମୋର ମଦ ପିଉଛି ବୋଲି ମନରେ ଅନେକ ଭୟ ଆଉ ଡର ଖେଳିଯାଏ। ପିଲାବେଳେ ଦେହରେ ଧୂଳି ଟିକେ ଲାଗିଗଲେ ଲିମ୍ବ ସାବୁନରେ ଗାଧୋଇ ଦିଏ, ହେଲେ ଆଜି ମଦ ପିଇ ରାସ୍ତା କଡ଼ରେ କେତେ ନାଳ ନର୍ଦ୍ଦମାରେ ପଡ଼ି ଘରକୁ ଆସୁଛି। ଦିନ ଥିଲା ତାର ମା ଡାକ କାନକୁ ଅମୃତ ଭଳି ମନେ ହେଉଥିଲା, ହେଲେ ଆଜି ଦାଣ୍ଡରେ କେଉଁଠି ଅଭିର ମା ବୋଲି କହିଲେ ଭାରି ଲାଜ ଲାଗେ, ମୁଣ୍ଡ ତଳକୁ ହୋଇଯାଏ। ତା ଛଡ଼ା ଏବେ ମୁଁ ଅଭିର ମା ନ ହୋଇ ମଦୁଆର ମା ହୋଇଯାଇଛି। ଭଲ ମନ୍ଦ, ପର୍ବପର୍ବାଣୀ ସବୁ ଏବେ ମୋ ପାଇଁ ଗୋଟିଏ ହୋଇଯାଇଛି। ପ୍ରତିଟି ମୁହୂର୍ତ୍ତରେ ବିପଦର ଆଶଙ୍କାରେ ମନ ବିଚଳିତ ଥାଏ। କେତେବେଳେ ବି କିଛି ବି ଖବର ଶୁଣିବା ଭୟରେ। ସକାଳୁ ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ପୁଅ ମୋର ଘରୁ ବାହାରେ। ରାତିରେ ରାସ୍ତାରେ ବାରବୁଲା କୁକୁର ଠାରୁ ବି ହୀନ ଅବସ୍ଥାରେ ଘରକୁ ଫେରିଥାଏ। ମାଟ୍ରିକ ପାସ୍ ପାଇଁ ନୁହେଁ, ତାର ମଦ ପିଆ ନିଶା ଛଡ଼ାଇବା ପାଇଁ ଅନେକ ଓଷାବ୍ରତ କରିଛି। ବହୁ ସମ୍ଭବ ଆଉ ଅସମ୍ଭବ ଉପାୟମାନ ବି ସବୁ କରିଛି, କିନ୍ତୁ କିଛି ବି ଫଳପ୍ରଦ ନୁହେଁ। ଲୋକ କହୁଛନ୍ତି ବାହାରକୁ ତାର ମାମୁଁ ପାଖକୁ କାମ କରିବା ପାଇଁ ପଠାଇବାକୁ, ହେଲେ ମଦ ଆଉ ମଦୁଆ ଲୋକ
ସବୁଠାରେ ଅଛନ୍ତି। ଗାଁ ହେଉ ବା ସହର ହେଉ, ଏ ମଦର ପ୍ରଳୟ ଚାରିଆଡ଼େ ମହାମାରୀ ଭଳି ମାଡ଼ିବାରେ ଲାଗିଛି। କେଉଁଠି ଲୁଚା ଛପାରେ ତ କେଉଁଠି ଖୋଲାରେ ବିକ୍ରି ହେଉଛି। ନିଜର ବିବେକ ଆଉ ଆତ୍ମସଂଯମ ବଳରେ ହିଁ ତମେ ଏ ମଦ ଭଳି ମହାମାରୀଠାରୁ ନିଜକୁ ରକ୍ଷା କରିପାରିବ। ଭୋଟ ଇଲେକ୍ସନ ସମୟରେ ନେତାମାନେ ପାଣି, ଲାଇଟ୍, ମାଗଣାରେ ଘର ଏସବୁର ପ୍ରତିଶ୍ରୁତି ଦେଇ ଭୋଟ ନିଅନ୍ତି। କିନ୍ତୁ ଯୁବ ସମାଜକୁ କିପରି ନିଶା ଆଉ ମାଦକ ଦ୍ରବ୍ୟଠାରୁ ଦୂରେଇ ରଖାଯିବ ତାର ବ୍ୟବସ୍ଥା କଥା କେହି କରନ୍ତି ନାହିଁ। ଗୋଟିଏ ଅଞ୍ଚଳର ଉନ୍ନତି, ମାନ ସମ୍ମାନ ଏହିସବୁ ଯୁବ ସମାଜ ଉପରେ ନିର୍ଭର କରିଥାଏ। କିନ୍ତୁ ଯୁବ ସମାଜର ବୌଦ୍ଧିକ ନୈତିକ ବିକାଶକୁ ବେଖାତିର କରି ସେମାନଙ୍କୁ ଇଲେକ୍ସନ ପ୍ରଚାରର ମାଧ୍ୟମ କରାଯାଉଛି, ତାହା ପୁଣି ସେମାନଙ୍କୁ ନିଶାର ପ୍ରଲୋଭନ ଦେଖାଇ। ତେଣୁ ନିଜର ମାନବୀୟ ଧର୍ମ ଆଉ ବିବେକ ହିଁ ଗୋଟିଏ ମାଧ୍ୟମ, ଯାହାଦ୍ୱାରା ଗୋଟିଏ ସୁନ୍ଦର ସ୍ୱସ୍ଥ ଯୁବ ସମାଜର ପରିକଳ୍ପନା କରାଯାଇପାରିବ। ଏବେ ନାନୀ ନିଜର ଆଖିର ଲୁହକୁ ପୋଛିଦେଇ କହିଲେ, ଛାଡ଼, ଆପଣା ସୁନା ତ ଭେଣ୍ଡି, ଆଉ କାହାଠାରୁ କ'ଣ ବା ଆଶା ରଖିବା। ମୁଁ କିନ୍ତୁ ନିଶ୍ଚିନ୍ତ କରିଛି, ମଣ୍ଟୁ ଯଦି ଏହିପରି ସବୁବେଳେ ଘରକୁ ନିଶା କରି ଫେରିବ, ତେବେ ତାକୁ ନିଶା ନିବାରଣ କେନ୍ଦ୍ରରେ ନେଇ ଛାଡ଼ି ଆସିବି। ପ୍ରୟାସଟି ଏତିକି। ରହିଲି। ପୁଣି ଦେଖାହେବ ଆସନ୍ତା ପ୍ରୟାସରେ। ନମସ୍କାର। ଯଦି ଭଲ ଲାଗିଛି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ।